ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ପ୍ରଥମ ଶ୍ରେଣୀ ଝୁଲଣା 1 ବହିର ଚକୁଳି କଲା ଚେଞ୍ଚା ବିଷୟଟିକୁ ପଢ଼ିବା। ତେଣୁ ପିଲାମାନେ ଆରମ୍ଭରୁ ଶେଷ ଯାଏଁ ଏହି ଭିଡ଼ିଓଟିକୁ ଦେଖି ବୁଝିବା ପାଇଁ ଚେଷ୍ଟା କର। ତେବେ ଆସ ପିଲାମାନେ ଏହି କବିତାଟିକୁ ଆମେ ପଢ଼ିବା। କବିତାର ନାମ ଚକୁଳି କଲା ଚେଞ୍ଚା। ତେବେ ଆସ ଗାଇବା। ମା ଆଣିଲେ ଚାଉଳ ଚୁନା, ବାପା ବାଟିଲେ ବିରି, ଜେଜି କରିଲେ ଚକୁଳି ପିଠା, ପିଠା ପାତିଆ ଧରି। ଚକୁଳି କଲା ଚେଞ୍ଚା, ଶୁଣିଲେ ଟୁନା ଟୁନି, କହିଲେ ଜେଜେ ଖାଇବା ଚାଲ, ଚକୁଳି ସାଥେ ଚିନି। ଜେଜେ ଫୁଟାଇଲେ ଟାକରା, ପିଲାଏ ହେଲେ ଖୁସି, ମିଆଉ ମିଆଉ ଶବଦ କରି ଧାଇଁ ଆସିଲା ପୁଷି, ଧାଇଁ ଆସିଲା ପୁଷି। ପିଲାମାନେ ଏହାର ଏହି କବିତାର ଆମେ ପଢ଼ିଲେ ତାକୁ ଆମେ ସହଜରେ ବୁଝିବା କେମିତି? ଦେଖ, ମା ଆଣିଲେ ଚାଉଳ ଚୁନା। ଆମେ ଜାଣିଛନ୍ତି ପିଲାମାନେ ଚକୁଳି ପିଠା କେମିତି ତିଆରି ହୁଏ? ଚକୁଳି ପିଠା କିପରି ତିଆରି ହୁଏ? ଦେଖ ପିଲାମାନେ, ଚାଉଳ ଚୁନା ଏବଂ ବିରିକୁ ବଟାଯାଏ। ତାପରେ ସେଇ ବିରି ବଟା ଚାଉଳ ଚୁନାକୁ ନେଇ ତାୱାରେ ତାକୁ ପିଠା ତିଆରି କରାଯାଏ। ମା କରିବାର ତୁମେ ଦେଖିଛ। ତେଣୁ ଏହି କବିତାରେ କିପରି ଚକୁଳି ପିଠା ହେଲେ ଶବ୍ଦ ହୁଏ ତାହା ଆମେ ଜାଣିଛନ୍ତି। ଆଉ ଟିକେ ଦେଖିବା। ଦେଖ, ଚକୁଳି କଲା ଚେଞ୍ଚା, ମା ଆଣିଲେ ଚାଉଳ ଚୁନା। ମା ଚାଉଳ ଚୁନା ଆଣିଲେ। ବାପା କ'ଣ କଲେ? ବାପା ବିରି ବାଟିଲେ, ବିରିକୁ ବାଟିଲେ। ଜେଜି କରିଲେ ଚକୁଳି ପିଠା। ଚକୁଳି ପିଠା କିଏ କଲେ? ଜେଜି ଚକୁଳି ପିଠା ତିଆରି କଲେ। କ'ଣ ଧରି? ହାତରେ ପିଠା ପାତିଆ ଧରି। ଯେଉଁ ପିଠା ବାହାର କରାଯାଉଛି, ପିଠାକୁ ଓଲଟା ଯାଉଛି, ତାହା ହେଉଛି ପିଠି ପାତିଆ, ପିଠା ପାତିଆ। ତାକୁ କ'ଣ କହୁଛି? ପିଠା ପାତିଆ ବା ପିଠି ପାତିଆ ବୋଲି କୁହାଯାଏ। ତାପରେ କ'ଣ ଦେଖ, ଚକୁଳି କଲା ଚେଞ୍ଚା, ଶୁଣିଲେ ଟୁନା ଟୁନି। ଟୁନା ଟୁନି 2 ଜଣ ପାଖରେ ବସିଥିଲେ। ଚକୁଳି ଯେତେବେଳେ ଚେଞ୍ଚା କଲେ ସେମାନେ ଶୁଣିଲେ। ତାପରେ ଜେଜେଙ୍କୁ ଡାକିଲେ, କହିଲେ ଜେଜେ ଖାଇବ ଚାଲ, ଚକୁଳି ସାଥେ ଚିନି। ଜେଜେ ପିଲାମାନଙ୍କୁ ଡାକିଲେ, ପିଲାମାନେ ଚାଲ, ଚକୁଳି ଚିନି ସାଙ୍ଗରେ ପକାଇ ଆମେ ଖାଇବା। ତାପରେ ସମସ୍ତେ ଜେଜେ ଟୁନା ଟୁନି ସବୁ ବସି ଏକାଠି ଖାଇଲେ। ଜେଜେ କ'ଣ କଲେ ଖାଇବା ସମୟରେ? ଜେଜେ ଫୁଟାଇଲେ ଟାକରା, ପିଲାଏ ହେଲେ ଖୁସି, ମିଆଉ ମିଆଉ ଶବଦ କରି ଧାଇଁ ଆସିଲା ପୁଷି। ଦେଖ ପିଲାମାନେ, ଯେତେବେଳେ ଚକୁଳି ପିଠା ସାଥିରେ ଚିନି ମିଶାଇ ଖାଇଲେ ଜେଜେ କ'ଣ କଲେ? ଜେଜେ ଟାକରା ଫୁଟାଇଲେ। ଯେତେବେଳେ ସେ ଜେଜେ ଟାକରା ଫୁଟାଇଲେ ନା, ପିଲାମାନେ ବହୁତ ଖୁସି ହେଲେ। ଜେଜେଙ୍କ ଟାକରାରେ ପିଲାମାନେ ଭାରି ଖୁସି ହେଲେ। ଏବଂ କିଛି ସମୟ ପରେ ଗୋଟେ ମିଆଉ ମିଆଉ ଶବ୍ଦ କରି ପୁଷି ଧାଇଁ ଆସିଲା। ପିଠା ବାସ୍ନା ଶୁଙ୍ଘି ଆସିଲା ପୁଷି। ପିଲାମାନେ ଏହି କବିତାଟିକୁ ଆମେ ପଢ଼ିଲେ। ବର୍ତ୍ତମାନ ଏହାର ପ୍ରଶ୍ନ ଉତ୍ତରକୁ ଆମେ ଆଲୋଚନା କରିବା। ଆସ କଥା ହେବା। ଏଠାରେ ଲେଖା ହେଇଛି, କିଏ ପିଠା ତିଆରି କରୁଥିଲେ? ଉତ୍ତର ତୁମେମାନେ କହିପାରିବ ପିଲାମାନେ। ଏହାର ଉତ୍ତର ହେବ ଜେଜି ପିଠାକୁ ତିଆରି କରୁଥିଲେ। ଜେଜି ପିଠା ତିଆରି କରୁଥିଲେ। ଖ ନମ୍ବର କ'ଣ? ଚକୁଳିକୁ କେଉଁଥିରେ ତିଆରି କରାଯାଏ? ତୁମେମାନେ ଜାଣିଛ ପିଲାମାନେ, ମନେ ପକାଅ। ଚକୁଳିକୁ କେଉଁଥିରେ ତିଆରି କରାଯାଏ? ଚକୁଳିକୁ ବିରି ଓ ଚାଉଳ ଚୁନାରେ ଚକୁଳି ତିଆରି କରାଯାଏ। ଗ ନମ୍ବର ପ୍ରଶ୍ନ, ଚକୁଳି ତିଆରି କଲାବେଳେ କିପରି ଶବ୍ଦ ହୁଏ? ପିଲାମାନେ କହିଲ, ଚକୁଳି ତିଆରି କଲାବେଳେ କିପରି ଶବ୍ଦ ହୁଏ? ଚକୁଳି କଲାବେଳେ ଚେଞ୍ଚା ଶବ୍ଦ ହୁଏ। ଚକୁଳି କଲାବେଳେ ଚେଞ୍ଚା ଶବ୍ଦ ହୁଏ। ଘ ନମ୍ବର ପ୍ରଶ୍ନ, ପିଲାମାନେ କ'ଣ ପାଇଁ ଖୁସି ହେଲେ? ଜେଜେ ଚକୁଳି ଖାଇବା ସମୟରେ ଟାକରା ଫୁଟାଇବାରୁ ପିଲାମାନେ ଖୁସି ହେଲେ।
नंबर प्रश्न पुसी कहीं धाई आसला यार उत्तर हेब पुसी पिठा खाइबापी धाई आसला। च तुम घरे क्यों सब पिठा तैयारी करा जाए आम घरे चकुड़ी मंडा आरिसा काकरा आदि पिठा तैयारी हुए। 2 नंबर प्रश्न तलचित्र को देखिबा जो चित्रर प्रथम ध्वनि च अक्षर आरंभ सही कोठरी आमे रंग देवा। देख पिला माने एठी चक अच्छी चर आरंभ तेणु यही स्थान आम कौन करवा ये तले आमे रंग देवा यही तले आमे रंग करदेबा रंग देबा एठी आमे रंग बुलाइबा एठी आमे रंग करदेबा ये स्थान आमे रंग देबा। तापर देख पिला माने चौकी अच्छी च अच्छे चौकी अच्छी ना तेणु ए स्थान रे आमे कौन करवा ए स्थान रे आमे रंग देबा चौकी च अच्छी तेणु एठे रंग देदेबा एमती रंग देबा। तापर एठे अच्छी चकुड़ी अच्छी कौन अच्छी पिला माने चकुड़ी अच्छी चकुड़ी पिला माने एठे चकुड़ी अच्छी तेणु चकुड़ी रे आमे रंग देदेबा चर आरंभ चकुड़ी तेणु एठी रंग देदेबा। एठी पिला माने नड़िया अच्छी तेणु नड़िया रे आमे रंग देबा नहीं नड़िया रंग देबा नहीं। एठे चौरा अच्छी चौरा तले आमे मध्य रंग देदेबा चौरा तले आमे एंती रंग करदेबा तेणु आपको भी रंग आमे करदेबा। देख पिला माने च अक्षर तले आमे रंग देबा एंती रंग देबा। 3 नंबर प्रश्न च अक्षर रे गोल बुलाइबा च अक्षर जोटी अच्छी आमे गोल बुलाई देबा च अक्षर जोटी आमे गोल बुलाई देबा। देख पिला माने एठारे च अक्षर अच्छी ए च अक्षर रे आमे गोल टे दे देबा। तापरे आउ कोड अच्छी च अक्षर एठे च अच्छी तेणु एठे आमे गोल कर देबा। तबे ट अच्छी टहर गोल देबा नहीं तापरे आमे आउ केउंडी एठे च अच्छी चरे आमे गोल देबा एठी आमे गोल देबा एठी मध्य गोल देबा आउ च कोडे अच्छी देखिबा च आउ कोडे अच्छी एठी अच्छी एठी मध्य गोल देबा आउ केउंठी नहीं। तापरे देखो पिला माने 4 नंबर प्रश्न कविता रे थिबा च अक्षर चारिपटे गोल बुलाइबा एवं ट अक्षर चारिपटे घरा देई चिन्ह देबा हला। कविता रे थिबा च अक्षर जोंडी अच्छी ताकू आमे च अक्षर चारिपटे गोल बुलाइबा एवं ट अक्षर चारिपटे चिन्ह देबा। 4 नंबर प्रश्न एमती गाढ़ करी पेंसिल रे लिखिदेबा। देख पिला माने च अक्षर को आमे लिखिबा सुंदर भाव रे पेंसिल रे जॉइंट करी आमे लिखिदेबा एमती लिखि परिबा पेंसिल नै लिखिबा। हला पिला माने एहा को आमे एमती लिखिबा। 6 नंबर प्रश्न तले दिया चित्र गुड़िकर नाम कहवा नामर प्रथम अक्षर को सही चित्र तले लिखिबा। एठी चित्र तले दिया चित्र गुड़िकर नाम कहवा नामर प्रथम अक्षर को सही चित्र तले लिखिबा। एठी एटा चक्क लिखाई चक्कर चित्र अच्छी तेणु आम एठी प्रथम अक्षर को सही चक्र तले ना लिखिबा च बोली लिखिबा च बोली लिखिबा। एटा चषमा एटा चषमा तेणु आम कौन लिखिबा
ଏଠି ଚ ବୋଲି ଲେଖିବା, ଚ ବୋଲି ଲେଖିବା। ଏଇଟା ଚପଲ ଅଛି, ତେଣୁ ଆମେ ଏଠି ଚ ବୋଲି ଲେଖିବା। ହେଲା ପିଲାମାନେ। 7 ନମ୍ବର ପ୍ରଶ୍ନ, ସାଙ୍ଗମାନଙ୍କ ସହ କଥା ହୋଇ ଚିତ୍ର ଗୁଡ଼ିକର ନାମ କହିବା। ଟ ଅକ୍ଷରରୁ ଆରମ୍ଭ ହୋଇଥିବା ଚିତ୍ର ତଳେ ଥିବା କୋଠରୀରେ ରଙ୍ଗ ଦେବା। ରଙ୍ଗ ଦେବା। ଦେଖ ପିଲାମାନେ, ଏଠି ଟରେ ଆରମ୍ଭ ହୋଇଛି, ଟମାଟୋ ଚିତ୍ର ଅଛି, ଟରେ ଆରମ୍ଭ ହୋଇଛି। ତେଣୁ ଟ ସାଙ୍ଗ ସହ କଥା ହୋଇ ଚିତ୍ର ଗୁଡ଼ିକର ନାମ କହିବା ଏବଂ ଟ ଅକ୍ଷରରୁ ଆରମ୍ଭ ହୋଇଥିବା ତଳେ କୋଠରୀରେ ରଙ୍ଗ ଦେବା। ଏ ଟମାଟୋ, ତେଣୁ ଟମାଟୋ ଅଛି, ତେଣୁ ଆମେ ଏଠି କ'ଣ କରିବା? ରଙ୍ଗ ଦେବା। ଟମାଟୋ ତଳେ ଆମେ ରଙ୍ଗଟି ଦେବା। ଦେଖ ପିଲାମାନେ, ଏଠି ଆମେ ରଙ୍ଗ ବୋଳିଦେବା। ହେଲା ପିଲାମାନେ, ରଙ୍ଗ ଦେଇଦେଲେ। ଟ କୋଉଠି ଆରମ୍ଭ ହେଇଛି ସେଠି ଆମେ ରଙ୍ଗ ଦେବା, ଟ ଅକ୍ଷର। ଆଉ ଏକ ଚିତ୍ର ଦେଖ, ଏଠି ଟଗର ଅଛି, ଟଗର ଅଛି ନା, ତେଣୁ ଆମେ ଏଠି ଟରେ ଆମେ ଦେବା ରଙ୍ଗ। ଟଗରରେ ଆମେ ରଙ୍ଗ ଦେଇଦେଲେ। ଏଠି ଟର୍ଚ୍ଚ ଅଛି, ତେଣୁ ଟର୍ଚ୍ଚରେ ମଧ୍ୟ ଆମେ ରଙ୍ଗ ଦେଇଦେବା। ଟର୍ଚ୍ଚ, ତେଣୁ ଆମେ ଏଠି ରଙ୍ଗ ଦେଇଦେବା। ଟରେ ରଙ୍ଗ ଦେଇଦେବା। ଟର୍ଚ୍ଚ, ରଙ୍ଗ ଦେଇଦେବା। ଏଇଭଳି ରଙ୍ଗ ଦେବା। ଏଇଟା ମରିଚ ଅଛି, ତେଣୁ ମୋ ଅକ୍ଷର ନାହିଁ ଆରମ୍ଭ ଅକ୍ଷର, ତେଣୁ ଆମେ ଏଠି ଦେବାନି, ଏଠି ଦେବା। ତାପରେ ପିଲାମାନେ ଦେଖ, 8 ନମ୍ବର, ସାଙ୍ଗ ସହ ଆଲୋଚନା କରି ଟ ଅକ୍ଷରରେ ଗୋଲ ବୁଲାଇବା। ସାଙ୍ଗମାନଙ୍କ ସହିତ କଥା ହେବା, ଟ ଅକ୍ଷର ଯେଉଁଠି ସେଠି ଆମେ ଗୋଲ ଦେବା। ଦେଖ କେଉଁଠି ଆମେ ଗୋଲ ଦେବା, ଟ ଅକ୍ଷର ଯେଉଁଠି ସେଠି ଗୋଲ ଦେବା। ଦେଖ ପିଲାମାନେ, ଏଇଠି ଟ ଅକ୍ଷର ଅଛି, ତେଣୁ ଆମେ ଏଇଠି ଗୋଲ ଦେଇଦେବା। ଆଉ ଏଇଠି ଟ ଅଛି, ଏଇଠି ଆମେ ଗୋଲ ଦେଇଦେବା। ଏଇଠି ଟ ଅଛି, ଏଇଠି ଆମେ ଗୋଲ ଦେଇଦେବା। ଏଇଠି ଟ ଅଛି, ଏଇଠି ମଧ୍ୟ ଗୋଲ ଦେବା। ଏଇ ଗୋଲ ଦେବା, ଏଥିରେ ମଧ୍ୟ ଗୋଲ ଦେବା। ଏଇଠି ଟ ଅଛି, ଏଇଠି ମଧ୍ୟ ଗୋଲ ଦେବା। ଏଇଭଳି ଆମେ ଲେଖିବା। ହେଲା। 9 ନମ୍ବର ପ୍ରଶ୍ନ, ଆସ ଟ ଅକ୍ଷର ଲେଖିବା। ଆମେ ଟ ଦେଇଛି ଏଠି, ଆମେ ଟଟାକୁ ସୁନ୍ଦର ଭାବେ ଲେଖିଦେବା। ଦେଖ, ଏଠି ଆମେ ଟ ବୋଲି ଲେଖିବା। ଟ ଲେଖିଲେ, ପେନସିଲ୍ ଲେଖିଲେ ସବୁ ଭଲ ଭାବରେ ହେବ ପିଲାମାନେ। ତାକୁ ଆମେ ପେନସିଲ୍ରେ ଲେଖିଦେବା, ବହୁତ ସୁନ୍ଦର କରିକି ଆମେ ସୁନ୍ଦର ଅକ୍ଷରରେ ଲେଖିଦେବା। 10, ତଳ ଚିତ୍ରରେ ରଙ୍ଗ ଦେବ। ଏଠି କାହାର ଚିତ୍ର ଦେଖୁଛ? ଟମାଟୋର ଚିତ୍ର ଦେଖୁଛ, ତେଣୁ ଏଇ ଟମାଟୋକୁ ଆମେ ରଙ୍ଗ ଦେଇଦେବା। ଟମାଟୋକୁ ଆମେ ରଙ୍ଗ ଦେବା। ସୁନ୍ଦର ଭାବରେ ଆମେ ରଙ୍ଗ ଦେଇ ଲେଖିବା। ଟମାଟୋକୁ ଆମେ ରଙ୍ଗ ଦେବା। ଏମିତି ରଙ୍ଗ ଦେଇଦେବା। ଦେଖିଲ ପିଲାମାନେ, ଏମିତି ଟମାଟୋରେ ଆମେ ରଙ୍ଗ ଦେଇଦେବା। ହେଲା ପିଲାମାନେ, ଆକୁ ସୁନ୍ଦର ଭାବରେ ରଙ୍ଗ, କାହାକୁ କେଉଁ ରଙ୍ଗ ଦେବା। ଏଠି ପତ୍ରଟି ଅଛି ଡେମ୍ଫ ଜାଗା, ତାକୁ ଆମେ ନୀଳ ରଙ୍ଗ ଦେଇଦେବା। ଏମିତି ସୁନ୍ଦର ଭାବରେ ଆମେ ସଜାଇ ପାରିବା। ପେନସିଲ୍ରେ ତାକୁ ଆମେ ମହମ କଲର୍ରେ କିମ୍ବା ପେନସିଲ୍ରେ ଆମେ ସୁନ୍ଦର ଭାବରେ ରଙ୍ଗ ଦେଇପାରିବା। ଏଠି ପତ୍ର, ଏ ଡେମ୍ଫ, ଏଟାକୁ ଆମେ ନୀଳବର୍ଣ୍ଣ ପତ୍ର କଲର୍, ମାନେ ଏଇଭଳି ବର୍ଣ୍ଣଟା ଆମେ ଦେଇପାରିବା। ସୁନ୍ଦର ଭାବରେ ସଜାଇ ପାରିବା।
ନୀଳ ବର୍ଣ୍ଣକୁ ଆମେ ଦେଇଦେଲେ ସବୁଜ କଲର ଏମିତି ଦେଇପାରିବା, ଯାହାକି ଦେଖିବା ପାଇଁ ସୁନ୍ଦର ଲାଗିବ। ଦେଖିଲେ ପିଲାମାନେ ତାକୁ ପେନସିଲରେ ଦେଲେ ଆହୁରି ସୁନ୍ଦର ଲାଗିବ, ତାକୁ ଆମେ ସଜାଇ ପାରିବା। ଏଇଭଳି ଭାବରେ ସୁନ୍ଦର ଭାବରେ ଆମେ ସଜାଇ ପାରିବା। ଦେଖିଲ ପିଲାମାନେ କେଡ଼େ ସୁନ୍ଦର ଦେଖାଗଲା। 11 ନମ୍ବର, ଚିତ୍ରକୁ ଦେଖି ତାର ନାମର ପ୍ରଥମ ଅକ୍ଷରକୁ ଚିତ୍ର ତଳେ ଲେଖିବା। ତାର ନାମ ପ୍ରଥମ ଅକ୍ଷରକୁ ଲେଖିବା। ଏଠି ଲେଖା ହେଇଛି ଟଗର ଅଛି, ଏଠି ନାମ ଲେଖିବା ଆମେ ଟ ବୋଲି ଲେଖିବା। ଏଠି ଚପଲ ଅଛି, ଏଠି ଆମେ ଚ ବୋଲି, ଚିତ୍ରକୁ ଦେଖି ତାର ନାମର ପ୍ରଥମ ଅକ୍ଷରକୁ ଚିତ୍ର ତଳେ ଲେଖିବା। ଚ ଅଛି ଚ ଲେଖିବା। ଚଷମା ଅଛି ଚ ବୋଲି ଲେଖିବା। ଏ ଟଙ୍କା ଟ ବୋଲି ଲେଖିବା। ଏଇଭଳି ଲେଖିବା। ଚିତ୍ର ଦେଖି ଲେଖ, ଏଠି ଚ ଲେଖା ହେଇଛି, ଆକୁ ଆମେ 3ଟା ଗାରରେ ସୁନ୍ଦର ଭାବରେ ଲେଖିବା। ଚ ବୋଲି ଲେଖିବା, କାହିଁକି ଲେଖିଲେ ଅକ୍ଷର ସୁନ୍ଦର ହେବ। ତୁମମାନେ ସାଇଜରେ ସୁନ୍ଦର କରି ଲେଖିବ। ହେଲା, ଏମିତି ଆମେ ଲେଖିପାରିବା, ଚ ବୋଲି ଲେଖିପାରିବା। ତାପରେ ଟ ଅଛି ଟ ବୋଲି ଲେଖିବା। ସୁନ୍ଦର ଭାବେ ଆମେ ଲେଖିବା। ତ এইଭଳି ଲେଖିବା। ହିଲ୍ ଦେଖି, ଦେଖ ପାକୁଆ ପାଟିକି ପାଚିଲା କେଶ, ଧୋତି ପାଇଜାମା ମୋର ବେଶ, ସୀତା ଗୀତା ମୋର ପୁଅର ଝିଅ, କ'ଣ ବୋଲି ମୋତେ ଡାକିବେ କୁହ। ପିଲାମାନେ କହିଲେ ଦେଖିଆ। ପାକୁଆ ପାଟିକି ପାଚିଲା କେଶ, ଧୋତି ପାଇଜାମା ମୋହର ବେଶ, ସୀତା ଗୀତା ମୋର ପୁଅର ଝିଅ, କ'ଣ ବୋଲି ମୋତେ ଡାକିବେ କୁହ। କ'ଣ ହେବ ପିଲାମାନେ? ଜେଜେ। ଆର ଉତ୍ତର ହେବ ଜେଜେ। ଏଇଟା ହେବ ଜେଜେ। ଆମେ ଲେଖିବା। ଏହି ପାଠଟି ବର୍ତ୍ତମାନ ଶେଷ ହୋଇଛି। ଆଶା କରୁଛି ଏହି ଭିଡ଼ିଓଟି ତୁମକୁ ଭଲ ଲାଗିଥିବ ଏବଂ ଏହିପରି ଆହୁରି ଅନେକ ଭିଡ଼ିଓ ଦେଖିବା ପାଇଁ ଯେଉଁମାନେ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରିନେବେ ଏବଂ ପାଖରେ ଥିବା ଘଣ୍ଟି ବଟନକୁ ଦବାଇ ଅଲ୍ ନୋଟିଫିକେସନ୍ ଅନ୍ କରିବେ ଏବଂ ଲାଇକ୍ କରିବେ, ସାଙ୍ଗମାନଙ୍କ ସହ ସେୟାର କରିବେ। ପରବର୍ତ୍ତୀ କାଳ ଅନୁସାରେ ଦେଖା ହେବ। ଜୟ ଜଗନ୍ନାଥ।